ମୋ ନାଁ ବିଜୁଳି ଭୋଇ। कौन है काली घटना? କାଲି ଘଟଣା ଯୋଉ 10ଟା 9ଟା ବେଳକୁ ଆମେ ଖିଆପିଆ କରୁ ସେ ଯାଇଥିଲି ପୁତୁରା ବାଟେ ବସିଥିଲି 10ଟା ବାଜିଲା ଟିଭି ଟିକେ ଦେଖୁଥିଲି ଆସିଲି ବୁଢାଟି ଛେଳି ଚରେଇକିନି ଆସି ଘଟଣାଟା ଘଟିଲା 12:30 ମୁଇଁ ତ ଶୋଇଲି 10ଟାରେ ଆସିକିନି ଯେତେବେଳେ ମୁଁ ଘୋଡ଼େଇ ହେବି ବୋଲି ଜାଡ଼ ଲାଗିଲା ଯେତେବେଳେ ଅନେଇ ଦେଲି ତୁଳିଆରେ ନିଆଁ ଖସି ପଇଲାନି ସେଠୁ ମୁଁ ଏହି ସମୟରେ ଉଠି ପଇଲି ଯେତେବେଳେ ମଶୁରୀଟା ତଲେରି ଗଲା ମୁଁ ମୋ ଦେହ ପୋଡ଼ିଯିବ ବୋଲି ସାରେ ଯୋଉ ନୁଗାରା ଫିଙ୍ଗି ଦେଇକିନି ବୁଢା ମୁଣ୍ଡ ସାଳେ ଏଇ ନୁଗାଟି ଥିଲା ଏଟିକି ମୁଁ ଧରିକିନି ବୁଢାକୁ ଉଠେଇ ବୁଢା ଶୋଇଥିଲା ଗୋଟେ ବଖରାରେ ମୁଇଁ ଗୋଟେ ବଖରାରେ ମୁଇଁ ଯୋଉ ଘରେ ରଖିଥିଲି ମୁଇଁ ହେଠେ 20,000 ଟଙ୍କା ରଖିଥିଲି 7,000 ଧାନ ବିକ୍ରି ହେଇଥିଲା ତାକୁ ରଖିଦେଇଥିଲି ସୁନା 5 ଚିନା ରଖିଦେଇଥିଲି ଆଉ ଛେଳି ଯୋଉ ଏରା ସବୁ ଭାତ ଡିକିଚି ଗରା ତସଲା ଯାହା ଯୋଉ ଘରର ଚଳଣି ଜିନିଷ ଥିଲା ସବୁ ତ ପୋଡିଗଲା ଆଉ ବିଷୟରେ ଗାଈଟା ଦରମରା ହେଇଯାଇଛି ଆଉ ଛେଳି 2ଟି ମରିଯାଇଛି 4ଟିକି ବଞ୍ଚେଇଲୁ ଆଉ ଯୋଡିଏ ବଞ୍ଚି ପାରିଲୁନି ସେ ପୋଡିଗଲେ ମୁଇଁ ତ ଶୋଇଥିଲି ଆପଣ ଆଉ କେମିତି କହିପାରିବି ନିଆଁ ଫେର ବାଲା ଏ ପ୍ରଶାନ୍ତ ବୋଲି ପୁଅଟିଏ ସିଏ ଆନ୍ଦୋଳି ଯାଉଛି ସିଏ ନାଗିଲାନି ଫୋନ ସେ ନିଜେ ଏଇଟା ପାଖରେ ଯେ ବାଇକରେ ପଳେଇଗଲା ତାକୁ ଧରିକିନା ଆଇଲାକୁ ସେମାନେ ନିଭେଇଲେ। ଏବେ कौन प्रशासन निवेदन कौन करेंगे? ଆପଣ ଘର ଦ୍ୱାର ସବୁ ପୋଡିଗଲା କିଛି କେହି ଆସିନାହାନ୍ତି ଖାଲି ଆଇଥିଲେ ବିଡିଆ ବାଲା ଜଣେ ଆସିଥିଲେ ଯୋଉ ଗାଡିକି कौन कहबो ସରକାର କିଛି ତ ଏଇଠି ଆଜିକାଲି ଶୀତ ଦିନ ଜାଡ କୋଉଠି ରହିବି ଘର ଖଣ୍ଡିଏ ବ୍ୟବସ୍ଥା ମତେ ହେଇଠି ଦେଲେ କି ଏଇନେ ଚଳିବି ସବୁ ତ ଧାନ ଚାଉଳ ପୋଡିଗଲା କିଛି ସାହାଯ୍ୟ କଲେ କିନ୍ତୁ ମୁଁ ବଞ୍ଚିବି ବୁଢାଟି କିନ୍ତୁ ବଞ୍ଚିବ ଆପଣ ସାହାଯ୍ୟ କଲେ ଧନ୍ୟବାଦ କରିବ ଆଉ କୋଉଠି ନୁଗା ଖଣ୍ଡି ଅଛି ପିନ୍ଧିକିନି କୋଉଠିକି ଯିବି ନା କୋଉଠିରେ ଅଛି ଯେ ଡିକ୍ଚି ପତ୍ର ଟିକେ ରୋଷେଇ କରି ଖାଇବି ଏଇଟା ଆଜ୍ଞା ତମକୁ ନିବେଦନ କରୁଛି ଆଉ ସରକାର କିଛି ଆପଣ ସାହାଯ୍ୟ ମିଳୁ ମେନ୍ ଦରକାର କିଛି ମିଳିନି ନା।